ଆଜ୍ଞା ଆପଣ ପରିଚୟ। ଆଜ୍ଞା ମୁଁ ଜନା ସୁଭାଷ ଚନ୍ଦ୍ର ରାଓ ବିକେଏମ୍ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ଓଡ଼ିଶା ରାଜ୍ୟ ସଭାପତି ଏବଂ ଜାତୀୟ ପରିଷଦ ସଭ୍ୟ। ଆଜିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବହୁ ଦିନରୁ ପ୍ରାୟ ବର୍ଷ 6 ମାସ ହେଲାନି ଘର ଡିଓ ପାଇଁ ଯେଉଁ ଦାବିପତ୍ର ମାନେ ଦେଇ ଆସୁଛୁ ଜିଲ୍ଲାପାଳ ଏଡିଏମ୍ ସବ୍ କଲେକ୍ଟର ତହସିଲଦାରମାନଙ୍କୁ ବାରମ୍ବାର ଚେତାଇବା ସତ୍ତ୍ୱେ ଏବେ ପର୍ଯ୍ୟନ୍ତ ସେ ହଜାର ହଜାର ଘରହୀନ ଲୋକ ଘର ପାଇନାହାନ୍ତି। ସେଥିପାଇଁ ଆମେ ନିଷ୍ପତ୍ତି କରୁଛୁ ନଦେଲେ ଆମେ ଦଖଲ କରିବୁ। ଓଡ଼ିଶା ସରକାର ମଧ୍ୟ ବର୍ତ୍ତମାନ ଘର ବେଆଇନ ଭାବରେ ଯେଉଁମାନେ ଦଖଲ କରୁଛନ୍ତି ପ୍ରତି 15 ଦିନ ଥରେ କ'ଣ ପଦକ୍ଷେପ ନିଆଯାଇଛି, କେତେ ଘର ଭାଙ୍ଗିଛନ୍ତି ବେଆଇନ ଭାବରେ ଓଡ଼ିଶା ସରକାରୀ ଜାଗା ଯେଉଁମାନେ ଦଖଲ କରୁଛନ୍ତି ସେଗୁଡ଼ାକ ଭାଙ୍ଗିବା ପାଇଁ ଉଚ୍ଛେଦ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି। ଆଜି ଏଡିଏମ୍ ସାଙ୍ଗରେ କଥା ହେଲୁ, ଯେହେତୁ ଆମେ 2 ବର୍ଷ ହେଲା ଜଗିଛୁ, ହଜାର ହଜାର ଆପ୍ଲିକେସନ୍ ଦେଇଛୁ। ଯେତେବେଳେ ବେଦଖଲ ହେବ ଯୋଗ୍ୟ ହିତାଧିକାରୀ ଆମମାନଙ୍କର ଯେଉଁ ଆଦିବାସୀ ହରିଜନ ଯେଉଁମାନେ ଯୋଗ୍ୟ, ଯେଉଁମାନେ ଜାଗା ଫାଗା ନାହିଁ କି ନାନା ଅସୁବିଧାର ସାଇକ୍ଲୋନ୍ ମାନଙ୍କରେ ଘର ଦ୍ୱାର ହୋଇକରି ରକଡ଼ ଘରମାନଙ୍କର ରହିଛନ୍ତି ସେମାନଙ୍କୁ ଘର ଡିଓ ପ୍ରଦାନ କରିକିରି ଏ ଯେଉଁ ଆମକୁ ପ୍ରାୟୋରିଟି ଦିଅ। ଯେଉଁମାନଙ୍କୁ ବର୍ତ୍ତମାନ ଉଚ୍ଛେଦ କରିବେ, ଉଚ୍ଛେଦ କଲାବେଳକୁ ଘର ବାରି ପଦର ଜାଗା ଉଚ୍ଛେଦ କରିବେ। ଆମେ ଯେହେତୁ ଜଗିଛୁ 2 ବର୍ଷ ହେଲା, ଯେହେତୁ disrespecting order of the ADM by the Tahsildar is a grave offence ଏସବୁ ସେଇଥିଲାଗି ଆମେ ଦାବି କଲୁ ଆଜି ଯେ ଆମମାନଙ୍କୁ ଯେତେବେଳେ ଉଚ୍ଛେଦ ହେବ ସେ ଜାଗା ଗୁଡ଼ାକ ପ୍ରାୟୋରିଟି ଦେଇକରି ଆମକୁ ଦିଆଯାଉ। ଯେହେତୁ ଆମମାନେ ସବୁ 2 ବର୍ଷ ହେଲା ଜଗିଛୁ, ବାରମ୍ବାର ଚିଠି ପତ୍ର ଦେଲେ ମଧ୍ୟ ଗ୍ରହଣ କରିକିରି ମଧ୍ୟ ତହସିଲଦାରମାନେ ଆର୍ଆଇ ମାନେ ସୁପରଭାଇଜରମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସେଥିପାଇଁ ଆଜି ଦାବି କରାହେଲା। ଏବେ ଯେତେବେଳେ ବାହାରିବ ଗୋଟେ ମାସ ସମୟ ଦେଉଛୁ, ଏ ମାସ ସମୟ ଭିତରେ ଯଦି କିଛି ନ ହେବ ଆମେ ଯେଉଁ ଜାଗା ଘରବାରି ପଦର ବେଆଇନ ଭାବରେ ଦଖଲ କରିକି ଉଚ୍ଛେଦ ଦେଇଛି ସେଗୁଡ଼ାକରେ ଆମେ ଦଖଲ କରିବୁ। ଏଇ ଯେ ଲିଫଲେଟ୍ରେ ମଧ୍ୟ ଆଜି ଦିଆହେଇଛି ଦଖଲ କରିବୁ ବୋଲି। ଆଉ ଗୋଟେ ମାସ ସମୟ ନେବୁ, ଯେହେତୁ ବର୍ଷା ବର୍ତ୍ତମାନ ଚାଷବାସ କାମ ଆରମ୍ଭ ହେଇଛି, ଗୋଟେ ମାସ ପରେ ଆମେ ଦଖଲ କରିବୁ। ମୁଁ ଲିଙ୍ଗରାଜ ଦଳେଇ ଯେଉଁ ଜଙ୍ଗଲ ପଟ୍ଟା ଆଉ ଘରବାରି ଆଉ ତାପରେ ଯେଉଁ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଯାକ ଦିଆହେଇଥିଲା ଇନ୍ଦିରାବାସକୁ ସେ ଯାକୁ ଉଚ୍ଛେଦ କରିବାକୁ ଆମର ମୋଦି ସରକାର ଆଉ ମାଝୀ ଏହିପରି ବ୍ୟବସ୍ଥା ନେଇଛନ୍ତି। ଉଚ୍ଛେଦ କରିବା ପରେ କହିଛନ୍ତି ତା ଉଚ୍ଛେଦ କରିବାକୁ ତାଙ୍କୁ କିଏ କହିଲା 2006ରେ ସେ ଦିଲ୍ଲୀରେ ପାସ୍ ହେଇଯାଇଛି, କିନ୍ତୁ ଆଙ୍କେ ଉଚ୍ଛେଦ କରିବାକୁ କିଏ? ସେହିପରି ସମାଲୋଚନା ଆଙ୍କେ କରୁଛ କିଏ? ସେହିପରି ଆଜି ରାଷ୍ଟ୍ରପରେ କଂଗ୍ରେସ ଦାୟିତ୍ୱ ନେଉଛି। ସେ କଂଗ୍ରେସ ଦାୟିତ୍ୱ ନେବା ପରେ ତାପରେ କ'ଣ ଦେଖାଯିବ ତାଙ୍କୁ ଆମର ବିଶେଷ ବାର୍ତ୍ତା ବୁଝିବେ। ନାଁ ଅଛି ଜୋସେଫ ସବର ଆଉ ଗାଁଟା ଅଛି ଟିବିସି। ଆମେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଜି କ'ଣ ପାଇଁ ଆସିଥିଲେ, କ'ଣ ଅସୁବିଧା? ଆମେ ପାହାଡ଼ ଅଞ୍ଚଳରେ ରହି ବହୁତ ତିତିଲି ବାତ୍ୟା ସମୟରେ ବହୁତ କଷ୍ଟ, ବହୁତ ଆମେ ଆଉ ଜିନିଷପତ୍ର ସବୁ ନଷ୍ଟ ଆମେ ଯାଇଛୁ, ଆଉ ଘର ଭଙ୍ଗାଭଙ୍ଗି ସବୁ ହୋଇଗଲା। କିନ୍ତୁ ସେଇଠି ପାହାଡ଼ରେ ରହିକି ବହୁତ ବର୍ତ୍ତମାନ ଆମେ ଅସୁବିଧାରେ ଅଛୁ। ସେଥିପାଇଁ ଲିଜ୍ ଆପ୍ଲିକେସନ୍ ଆମେ କଲେକ୍ଟରକୁ ଦେଇଛୁ, କିନ୍ତୁ ଏବେ 2 ବର୍ଷ ସୁଦ୍ଧା ଚାଲୁଛି, ଏବେ ପର୍ଯ୍ୟନ୍ତ ଆମକୁ କିଛି ପାଇନାହୁଁ। କିନ୍ତୁ ଓଡ଼ିଶା ସରକାର କିମ୍ବା ରାଜ୍ୟ ସରକାର ଯେତେ ଜଣ ଦଖଲ କରିଛନ୍ତି ସେମାନେ ଜବରଦସ୍ତ ଦଖଲକୁ କାଢ଼ିବା ପାଇଁ ଏବଂ ସେମାନଙ୍କୁ ଉଠାଇବା ପାଇଁ ବର୍ତ୍ତମାନ ମଧ୍ୟ ନ୍ୟୁଜ୍ ଦେଇଛନ୍ତି। ସେଇ ଜାଗା ଯେପରି ଆମେ ପାଇବୁ ଆମେ ଆଶା କରେ। ସେଥିପାଇଁ ଆମର ସମସ୍ତଙ୍କୁ ଏହି ଦାବିପତ୍ର ଦେଇ ପ୍ରତ୍ୟେକ ବର୍ଷ ଏବଂ ପ୍ରତ୍ୟେକ ମାସ ମଧ୍ୟ ଆମେ ଜଣାଇ ଥାଉଛୁ ଆମ କଷ୍ଟ। ଏବଂ ଗରିବମାନେ ବହୁତ କଷ୍ଟରେ, ଗରିବ ହେଲେ ମଧ୍ୟ ବର୍ଷା ପଡ଼ିଲେ ମଧ୍ୟ କଷ୍ଟ ଅଛି ବୋଲିକି ବର୍ଷାକୁ ନ ଡରିକି ଆମେ ଏଇଠିକୁ ପଳାଇ ଆସୁଛୁ।